ଚରମ୍ପାରୁ ଶ୍ରୀକ୍ଷେତ୍ର ପଦଯାତ୍ରା ପୂର୍ବରୁ ସଂକୁଚିତ ଜାତୀୟ ରାଜପଥ ପାଇଁ ଦୁର୍ଘଟଣା ବୃଦ୍ଧି ପାଉଥିବା କୁହାଯାଉଛି। ରାସ୍ତା ସମ୍ପ୍ରସାରଣ ସହିତ ଯାନବାହନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ମନୁଷ୍ୟକୃତ ହେଉ ବା ଦୈବୀ ଦୁର୍ବିପାକ ହେଉ, ଦୈନିକ ରାଜପଥରେ କିଛି ନା କିଛି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଛି। ତେଣୁ ଏହାର ପ୍ରତିକାର ପାଇଁ କେବଳ ଭଗବାନ ହିଁ ଭରସା ବୋଲି ମନରେ ବିଶ୍ୱାସ ରଖି ଭଦ୍ରକ ଅଞ୍ଚଳର 2 ଯୁବକ ଶ୍ରୀକ୍ଷେତ୍ର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିବା ପାଇଁ ଭଦ୍ରକର ଯୁବକ ଭଦ୍ରକଠାରୁ ଶ୍ରୀକ୍ଷେତ୍ର ଧାମକୁ ଚାଲି ଚାଲି ଯାଉଛନ୍ତି। ସୂଚନା ମୁତାବକ ଚରମ୍ପା ନିକଟ ବନ୍ଧ ଗାଁର ଅମୂଲ୍ୟ କୁମାର ଗାର୍ଗ ଆଜିଠାରୁ ଶ୍ରୀକ୍ଷେତ୍ର ଧାମକୁ ପଦଯାତ୍ରା ଆରମ୍ଭ କରିଛନ୍ତି। ଜାତୀୟ ରାଜପଥରେ ଦୈନିକ ଯେଉଁଭଳି ଦୁର୍ଘଟଣା ଘଟୁଛି ଏହାକୁ ସମ୍ପୂର୍ଣ୍ଣ ହ୍ରାସ ନିମନ୍ତେ ଯୁବକ ଦ୍ୱୟ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କଠାରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ କୋଭିଡ୍ ସମୟରେ ମଧ୍ୟ ଯୁବକ ଜଣକ ପଦଯାତ୍ରାରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ମହାମାରୀ କବଳରୁ ରକ୍ଷା ପାଇଁ ଗୁହାରି କରିଥିଲେ। ବ୍ୟୁରୋ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।